2024 ଭିତରେ ଯେତିକି ରୂପାନ୍ତରିତ କାର୍ଯ୍ୟକ୍ରମ ହେଇଛି ଗାଁ ଗାଁ ପୁରପଲ୍ଲୀ ଆମେ ବୁଲୁଛୁ ବିଧାୟକ ହିସାବରେ ଦେଖୁଛୁ ତ ସେ ଦୃଷ୍ଟିରୁ ଲାଗୁଛି ବିଜେଡି 19 ଅପେକ୍ଷା 2024 ଆହୁରି ଭଲ ରେଜଲ୍ଟ କରିବ ନିଶ୍ଚିତ ଭାବରେ। କାରଣ ଦେଖନ୍ତୁ ସମସ୍ତେ ଲାଗି ପଡ଼ିଛନ୍ତି ତୃଣମୂଳ ସ୍ତରରୁ ସେ ଜଗନ୍ନାଥ ସଂସ୍କୃତିରୁ ହଉ ପଞ୍ଚାୟତ ରାସ୍ତାଘାଟ ମଠ ମନ୍ଦିର ଭାଗବତ ଟଙ୍ଗୀ କୋଠଘର ଯାହା କହିବେ ଆପଣ କେଉଁ ଜାଗାରେ କାମ ନ ହୋଇଛି ବୋଲି କଥା ନାହିଁ। ରାଜ୍ୟ ସରକାର ଲୋକଙ୍କ ସେବା ପାଇଁ ନିଜର ଗନ୍ତାଘର ଖୋଲି ଦେଇଛନ୍ତି। ଅନ୍ୟ ରାଜ୍ୟମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଓଡ଼ିଶା ଏତେ ପଇସା ଆଣୁଛି କୋଉଠି। ତେଣୁ ଇଏ ହେଉଛି ସବୁକିଛି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟ୍ରାଟେଜି। ତେଣୁ ଟାଇମ୍ସ ନାଉ କ'ଣ କହୁଛି ସେଥିରେ ଆମର କିଛି ଯାଏ ଆସେ ନାହିଁ। ଆପଣମାନେ ଅଛନ୍ତି ଆମେ ଅଛୁ ଟାଇମ୍ସ ନାଉ ମଧ୍ୟ ରହିବ। ଦେଖିବେ 24ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳ କିଭଳି ରେଜଲ୍ଟ କରିକି ଆସିବ ଆପଣ ନିଜେ ଦେଖିବେ। ଏଠି ନରେନ୍ଦ୍ର ମୋଦି କି ବିଜେପିର କୌଣସି ପ୍ରଭାବ ପଡ଼ିବ ନାହିଁ। ଏଠି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଜଗନ୍ନାଥ ସଂସ୍କୃତି ଦ୍ୱିତୀୟ ଜିନିଷ କିଛି ନାହିଁ। 2024ରେ ଦେଖନ୍ତୁ 2019 ଅପେକ୍ଷା ଆହୁରି ଭଲ ରେଜଲ୍ଟ ହେବ ଆପଣ ନିଜେ ଦେଖନ୍ତୁ। ଏମିତି ବହୁତ ଅଛନ୍ତି ସେମାନେ ଏମିତି କରନ୍ତି ପ୍ରେଡିକ୍ଟ କରନ୍ତି ଲାଷ୍ଟରେ ଭୁଲ ସାବ୍ୟସ୍ତ ହୁଅନ୍ତି। 19 ଭଳିଆ ଟାଇମ୍ସ ନାଉ ମଧ୍ୟ ଆଉ ଥରେ ଭୁଲ ସାବ୍ୟସ୍ତ ହେବ ଆପଣ ନିଜେ ଦେଖିବେ। ମୋଦିଙ୍କ ଲୋକପ୍ରିୟତା ସାରା ଭାରତବର୍ଷରେ ବଢ଼ିଥାଇପାରେ କିନ୍ତୁ ଓଡ଼ିଶାରେ ନବୀନ ପଟ୍ଟନାୟକ ଯେପର୍ଯ୍ୟନ୍ତ ଅଛନ୍ତି ଏଠି ମୋଦିଙ୍କ ଲୋକ ଦେଖନ୍ତୁ 19ରେ ମଧ୍ୟ ମୋଦିଙ୍କ ହାୱା ଥିଲା ଓଡ଼ିଶାରେ କ'ଣ ହେଲା। ତ ସେମିତି 24ରେ ମୋଦିଙ୍କ ହାୱା ଅନେକ କୋଉଠି ଥାଇପାରେ। ସେ ଶ୍ରୀରାମ ଟେମ୍ପଲ ମନ୍ଦିର କଲେ ରାମ ମନ୍ଦିର ହେଲା ରାମଲୀଳା ଆସିଲେ ବହୁତ ଭଲ କଥା। ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ତାର ପ୍ରଭାବ ପଡ଼ିବ କିନ୍ତୁ ଓଡ଼ିଶାର ଜଗନ୍ନାଥ ସଂସ୍କୃତିର ପ୍ରଭାବ ସବୁବେଳେ ଅଛି। ଏଠି 4.5 କୋଟି ଲୋକଙ୍କର ହୃଦୟ ରାଜା ହେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଭୁ ଜଗନ୍ନାଥ ଆଶୀର୍ବାଦ ତାଙ୍କ ପଛରେ ଅଛି। ଏଠି ମୋଦିଙ୍କ ପ୍ରଭାବ କିଛି ପଡ଼ିବ ନାହିଁ। ଆପଣ ଅଛନ୍ତି ମୁଁ ଅଛି ଦେଖନ୍ତୁ। ମୁଁ କହିଲି କେତେ ସିଟ୍ ଆକଳନ ହେବ କିନ୍ତୁ ମୁଁ ଏତିକି ଜାଣେ 2019 ଅପେକ୍ଷା ଅଧିକ ସିଟ୍ ଆମେ ତ 120 ସିଟ୍ ପାଇଁ ପ୍ରିପେୟାର ହେଇଛୁ। ତେଣୁ ଆଶା କରୁଛୁ 120 ସିଟ୍ ଆଣିବୁ। ଲୋକସଭାରେ ତ ହେବ ଆପଣ ଦେଖନ୍ତୁ ଲୋକସଭା ନିଶ୍ଚିତ ଭାବରେ ଗତ ଥର ଅପେକ୍ଷା ଏଥର ଭଲ ସିଟ୍ ହେବ। ସର୍ଭେ ହେଉଛି ଗୋଟେ ବେସରକାରୀ ସଂସ୍ଥା ସେ ତାର ସର୍ଭେ କରିଛି। ଆମେ ସର୍ଭେ ପଛରେ ଯାଉନା। ଆମେ ଆମ ଲୋକଙ୍କ କାମକୁ ଲୋକଙ୍କ ସାଙ୍ଗରେ ରହୁ। ଆଜ୍ଞା ଆମେ ଦେହ ଖରାପ ହେଲାଣି ଲୋକ ସାରା ବୁଲି ନିଜେ ପଞ୍ଚାୟତ ଦେଖୁଛୁ ଲୋକ କି ଖୁସି ହେଉଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ହଉ ଲୋକ ନୂତନ ପ୍ରତିଭା ପ୍ରସ୍ଫୁଟିତ ବିକଶିତ କରିବା ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା ତା ହଉ ଅନେକ କିଛି ବର୍ତ୍ତମାନ ପୁରପଲ୍ଲୀ ସବୁଆଡ଼େ ହସୁଛି ସବୁଆଡ଼େ ନବୀନ ଓଡ଼ିଶା। ତେଣୁ 2024ରେ ଆପଣ ଅଛନ୍ତି ଆମେ ଅଛୁ ଦେଖିବା ନିଶ୍ଚିତ ଭାବରେ ସର୍ଭେ ଦେଖିବା କେତେ ଆସିବ। ଲୋକସଭା ତ ମୁଁ ଏକ୍ଜାକ୍ଟଲି କହିପାରିବିନି ବିଧାନସଭା କଥା ମୁଁ କହିପାରିବି।